ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା। ସ୍ୱାମୀ ପରମାନନ୍ଦ। ଜାନୁଆରୀ 16। ଦିନଟିର ପ୍ରଧାନ ଚିନ୍ତା। ଯେଉଁମାନଙ୍କ ହୃଦୟ ସ୍ୱାର୍ଥ ଓ ଭୟପୂର୍ଣ୍ଣ ଥାଏ ସେମାନଙ୍କ ହୃଦୟ ସତତ ଭାରାକ୍ରାନ୍ତ ଥାଏ। ସ୍ମରଣୀୟ ପଂକ୍ତି। ମୁଁ ଦେବି ଶାନ୍ତି ତୁମକୁ, କର ଆଗେ ସ୍ୱାର୍ଥ ତ୍ୟାଗ। ଭୟାକ୍ରାନ୍ତ ହେବ ନାହିଁ ତୁମେ ବତ୍ସ ମୋର। ଭାବୁଛ କି କ୍ଷତି ହେବ ତୁମର ଆତ୍ମତ୍ୟାଗରେ? ଭୀତ ଯିଏ କ୍ଳିଷ୍ଟ ହୁଏ ଦ୍ୱନ୍ଦ୍ୱ ବେଦନାରେ। ମୁକ୍ତ ହେବ ଏସବୁର ଦୁଷ୍ଟ ଆକ୍ରମଣରୁ, ଛାଡ଼ ଯଦି ଅହଂର ବନ୍ଧନ ତୁମର। ନୀତି ଶିକ୍ଷା। ପ୍ରାର୍ଥନା କର ଯେପରି ତୁମର ହୃଦୟକୁ ନିଃସ୍ୱାର୍ଥ ପ୍ରେମ, ନମ୍ରତା ଓ ଦୀନତା ଦ୍ୱାରା ପୂର୍ଣ୍ଣ ରଖିପାର। ଏଗୁଡ଼ିକ ଏପରି ଜିନିଷ ଯାହା ଆମମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଏବଂ ଏଗୁଡ଼ିକ ହିଁ ଆମମାନଙ୍କର କାମ୍ୟ। ଯଦି ଆମେ ହୃଦୟକୁ କର୍କଶତା, ସନ୍ଦେହ ଏବଂ ନୈରାଶ୍ୟରୁ ମୁକ୍ତ ରଖିପାରିବା, ଭଗବାନ କେବେ ହେଲେ ଆନନ୍ଦ ଓ ତାଙ୍କ ଆଶୀର୍ବାଦରୁ ଆମକୁ ବଞ୍ଚିତ କରିବେ ନାହିଁ। ତୁମର ସକଳ ଚିନ୍ତା ଓ ପ୍ରାର୍ଥନା ତାହାଙ୍କ ପ୍ରତି ଚାଳନା କର। ତେବେ ତୁମେ ଅହଂକାର, ଦମ୍ଭ, ସ୍ୱାର୍ଥପରତାର ହାତରୁ ନିରାପଦ ରହିବ। ପ୍ରାର୍ଥନା। ଆହେ ସର୍ବବ୍ୟାପୀ ସର୍ବପ୍ରେମିକ ଦେବତା, ମୋର ସକଳ ଚିନ୍ତା, ବାକ୍ୟ ଏବଂ କର୍ମର ମଧ୍ୟରେ ତୁମେ ପ୍ରକାଶିତ ହୁଅ। ମୁଁ ଯେପରି ମୋର କ୍ଷୁଦ୍ର ସତ୍ତାର ସୀମା ଅତିକ୍ରମ କରିପାରିବି ଏବଂ ନିଃସ୍ୱାର୍ଥ ଭକ୍ତି ବଳରେ ତୁମର ଆହୁରି ନିକଟତର ହୋଇପାରିବି। ମୋର ହୃଦୟକୁ ଆନନ୍ଦମୟ, ଶାନ୍ତିମୟ ଏବଂ ନିର୍ଭୀକ କର, ସର୍ବଦା ଯେପରି ମୁଁ ତୁମର ଆବିର୍ଭାବ ଅନୁଭବ କରେ।